ମା ଦିବ୍ୟ ସମାଚାରରୁ ଆମେ ପଢିବା ଭୂତ ଘର। ଜଣେ ପୁରାତନ ଶିଷ୍ୟ ନାମ ତାଙ୍କର ବାପଲାଲ ଘଡୱାଲା। ସେ ଗୋଟିଏ ଭୂତ ଘରେ ରହୁଥିଲେ। ଗୋଟିଏ ମନ୍ଦ ଆତ୍ମା ସେଇ ଘରେ ରହୁଥାଏ। ବିଭିନ୍ନ ଜିନିଷ ପତ୍ର ସେଇ ମନ୍ଦ ଆତ୍ମା ଉଭାନ କରିଦିଏ। ସାଧାରଣତଃ ହଜିଯିବା ଜିନିଷ ପତ୍ର ଅଳ୍ପ କେତୋଟି ସପ୍ତାହ ପରେ ପୁଣି ଘରୁ ମିଳିଥାଏ। ହଜିଥିବା ଜିନିଷ ପତ୍ର ପୁଣି ଥରେ ଆପେ ଆପେ ମିଳିଯାଉଥିବା ହେତୁ ବାପଲାଲ ଏଥିରେ ବିଶେଷ ବିବ୍ରତ ହେଉନଥାନ୍ତି। କିନ୍ତୁ ଦିନେ ତାଙ୍କ ଟ୍ରେଜେରୀରୁ ସମସ୍ତ ଟଙ୍କା ପଇସା ସୁନା ରୂପା ଅଳଙ୍କାର ଓ ଦରକାରୀ କାଗଜ ପତ୍ର କେଉଁ ଆଡେ ଉଭାଇ ଗଲା। ଏହା ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ଉଠିଲା। ସେ ଆଉ ଚୁପ ହୋଇ ରହିପାରିଲେ ନାହିଁ। ତାଙ୍କୁ କିଛି ନା କିଛି କରିବାକୁ ହବ। ଆରେ ଜିନିଷ ଯାଉଥିଲା ପୁଣି ସେ ଦେଇ ଦଉଥିଲା, ଠିକ ଅଛି। ଆଉ ଇଏ ଟୋଟାଲି ସବୁ ଯାକ ଗାଏବ, କାଗଜ ପତ୍ର ବି ଗାଏବ ହେଇଗଲା। ସେ ସବୁ କଥା ଶ୍ରୀଅନ୍ଧ ନିକଟକୁ ଲେଖି ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ। ଶ୍ରୀଅନ୍ଧ ଆମକୁ ନିର୍ଦ୍ଦେଶ ଦେଲେ, ତାଙ୍କୁ କୁହ, ମାନେ ବାପଲାଲଙ୍କୁ କୁହ, ସେଇ ଆତ୍ମାକୁ ଆଦେଶ ଦେବେ ଯେ ସେ ସବୁ ଗହଣା ପତ୍ର ଫେରାଇ ଆଣୁ ଏବଂ ସେ ଆତ୍ମାଟିକୁ କହିଦିଅନ୍ତୁ, ମୁଁ ତୁମକୁ ଶ୍ରୀମା ଶ୍ରୀଅନ୍ଧଙ୍କ ନାମ ଧରି ମନା କରୁଛି, ତୁମେ ଆଉ କେବେ ହେଲେ ଏପରି ମନ୍ଦ ଆଚରଣ କରିବ ନାହିଁ। ବାପଲାଲ ତାଙ୍କୁ ଦିଆଯାଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ। ଏହାପରେ ସବୁ ଗୁହ୍ୟ ଘଟଣା ଏକାବାରକେ ବନ୍ଦ ହୋଇଗଲା। ଉଭାନ ହୋଇଥିବା ସବୁ ଜିନିଷ ପତ୍ର, ଗହଣା ଗାଣ୍ଠି, ଟଙ୍କା ପଇସା, ଦରକାରୀ କାଗଜ ପତ୍ର ପୁଣି ଆସି ଟ୍ରେଜେରୀ ମଧ୍ୟରେ ଠିକ ସ୍ଥାନରେ ରହିବାର ଦେଖାଗଲା ଓ ସେଇ ଅଶୁଭ ଆତ୍ମାଟି ସ୍ଥାନ ତ୍ୟାଗ କଲା। ସେ ଆଉ କେବେ ଆସିବାର ଦେଖାଗଲା ନାହିଁ। ଖାଲି ନାଁରେ ସେ ଭୂତ ଭାଗିଛି। ଆମେ ସେଇ ନାଁ ର ମହତ୍ଵ, ନାଁ ର ଗୁରୁତ୍ଵ, ସେ ନାଁ ରେ କଣ ଶକ୍ତି ରହିଛି, ସେ ସମ୍ବନ୍ଧରେ ଆମେ ସଚେତନ ନୁହନ୍ତି। ଆମେ ପ୍ରାର୍ଥନା କରିବା, ନାମ ଜପ କରିବା, ଯାହା ଫଳରେ ସେଇ ନାଁ ଭିତରେ ଯୋଉ ଶକ୍ତି ରହିଛି ତାହା ଯେପରି ମତେ ପ୍ଲାବିତ କରିବ।